काव्य अवगाही सुधीमंडली को मोर विनम्र श्रद्धा और प्रणाम। ମୁଁ ଜଣେ ସାଧାରଣ କବିତା ପାଠକ, କୌଣସି ଭାଷଣ ଦେବା ନିମନ୍ତେ ମୁଁ ଆପଣମାନଙ୍କ ସମ୍ମୁଖୀନ ହୋଇ ନାହିଁ। କେବଳ ଏଇ ଅବକାଶରେ ମୋର ମାତୃଭାଷା ସାହିତ୍ୟର ଜଣେ ସଦ୍ୟ ପ୍ରୟାତ ପ୍ରତିଷ୍ଠିତ ସୁନାମଧନ୍ୟ କବିଙ୍କୁ ମୋର ଶ୍ରଦ୍ଧା ନିବେଦନ କରିବାର ସୁଯୋଗ ପାଇ ଏଠାରେ ମୁଁ ଉପସ୍ଥିତ ହୋଇଛି ଏବଂ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି ଯେ ଆପଣମାନେ ଆପଣଙ୍କର ମୂଲ୍ୟବାନ ସମୟକୁ ମୋତେ ଶୁଣିବାରେ ବ୍ୟୟ କରୁଛନ୍ତି। ସ୍ୱର୍ଗତ ରାଜେନ୍ଦ୍ର କିଶୋର କେବଳ ଓଡ଼ିଆ ଭାଷା ସାହିତ୍ୟର ନୁହଁ, ସମଗ୍ର ଭାରତୀୟ ଭାଷା ସାହିତ୍ୟର ଜଣେ ପ୍ରମୁଖ କବି, ଯାହାଙ୍କର ପ୍ରାୟ ଅଧିକାଂଶ କବିତା ବିବିଧ ଭାରତୀୟ ଭାଷା ସାହିତ୍ୟରେ ଅନୁଦିତ ଏବଂ କେବଳ ଅନୁଦିତ ନୁହେଁ, ଆଦୃତ ମଧ୍ୟ। ଅନବତାର ଓ ଅନ୍ୟାନ୍ୟ ଗୁଣାକ୍ଷର, ଶତଦ୍ରୁ, ଶୈଳକଳ୍ପ, ଅନ୍ୟା, ବହୁବ୍ରୀହି, ଈଶ ଖେଳ, ସାଦା ପୃଷ୍ଠା, ଭୈର ନାଁ ଦେଖନ୍ତୁ କି ବିଚିତ୍ର, ସାଦା ପୃଷ୍ଠା, ଏଟା 2 ଖଣ୍ଡରେ ପ୍ରକାଶିତ ଏ ବହି। ବହାଡମ୍ବେ, ସତ୍ୟୋତ୍ତର, ଦୁଜନାରୀ, ବହୁ ବହୁ ସଂକଳନ। ତାଙ୍କର ଗୋଟେ ଉପନ୍ୟାସ ଅଛି, ନା ହଉଛି ଚିଦାଭାସ। ଏ ସବୁରୁ ଜଣେ ଲୋକ ରଚୟିତା ଏବଂ ସେ ଲୋକ ଦୀର୍ଘଜୀବୀ ବି ନୁହେଁ, ମାତ୍ର 84ରେ ଜନ୍ମିଥିଲେ, ଆଜି ନାହାନ୍ତି। ଆଉ ଦୀର୍ଘଜୀବୀ କହିବେ ନାହିଁ, କିନ୍ତୁ ଏପରି ପରିସ୍ଥିତିରେ ଏତେ ସୁନ୍ଦର ସୁନ୍ଦର ରଖି ଯାଇଛନ୍ତି। ଏସବୁ ସଂକଳନର କବିତା ଗୁଡିକ ବିପୁଳ ପାଠକୀୟ ଆଦୃତି ଲାଭ କରିଛି, ଯାହା ଅନ୍ୟାନ୍ୟ ସମକାଳିକ କବିଙ୍କର ଈର୍ଷାର କାରଣ ହେବାର ଯୋଗ୍ୟ। 1944 ସାଲରେ ଜନ୍ମିତ ମୋର ଅଗ୍ରଜ ଏହି କବିଙ୍କର ମୁଡ ଓ ମେଜାଜ ଯେ ରାଜେନ୍ଦ୍ରୀୟ ଥିଲା, ଅର୍ଥାତ୍ ରାଜା ସୁଲଭ ଥିଲା, ଏହା କହିବାକୁ ମୁଁ କୁଣ୍ଠା ବୋଧ କରୁନାହିଁ। ରାଜା ପରି ଖିଆଲି, ଇନ୍ଦ୍ର ପରି ସମର୍ଥ, ଶବ୍ଦ ଶକ୍ତିଧର ଏ କବି, ପଣ୍ଡା ପରି ବ୍ରହ୍ମଜ୍ଞ। ସେ ତାଙ୍କ ନାଁର ନିଜେ ସାର୍ଥକତା, ତାଙ୍କ ନାଁର, ତାଙ୍କ ସାଙ୍ଗିଆର, ସବୁର ସେ ନିଜେ ହିଁ ସାର୍ଥକ। ସ୍ୱଭାବତ୍ୱ ସ୍ୱଳ୍ପବାସୀ, ପ୍ରଚାର ବିମୁଖ ଏ କବି ଜଣକ ନିଜକୁ ନେଇ ନିଜର ବୃତ୍ତିଗତ ଜୀବନର ପ୍ରତିଷ୍ଠା ପ୍ରସାର, ମୁଁ ବୃତ୍ତିଗତ କହିବା ବୋଲି ଆପଣ ଜାଣନ୍ତି ସେ ଜଣେ ପ୍ରଶାସନିକ କର୍ମଚାରୀ ଥିଲେ। ତାଙ୍କ କବିତାରେ ସେ ପ୍ରଶାସନିକ କାଠିନ୍ୟ, କଠୋରତା ବା ଔଦ୍ଧତ୍ୟ କୋଉଠି ପାଇବେ ନାହିଁ। ତ ଏ କବି ଜଣକ ନିଜକୁ ନେଇ ନିଜର ବୃତ୍ତିଗତ ଜୀବନର ପ୍ରତିଷ୍ଠା ଓ ପ୍ରସାରକୁ ନେଇ କେବେ ଅହଂକୃତ ବୋଧ କରୁଥିବା କଥା ମୁଁ ଶୁଣି ନାହିଁ, ବା ତାଙ୍କ କବିତାରୁ ଏ ଧାରଣା ମୋର ଜନ୍ମି ନାହିଁ। ବସ୍ତୁତ କବି ରାଜେନ୍ଦ୍ରକୁ ନିଜେ ପାଖରୁ ବା ଦୂରରୁ କେବେ ଭେଟିବାର ସୁଯୋଗ ମଧ୍ୟ ମୁଁ ପାଇ ନାହିଁ, ବା ସୁଯୋଗ ଖୋଜିବି ନାହିଁ। ତଥାପି ମୁଁ ତାଙ୍କ କବିତା ଜଣେ ସାଧାରଣ ସାଗ୍ରହ ପାଠକ, ଅନୁରାଗୀ ପାଠକ, ଏତିକି ହିଁ ମୋର ସ୍ୱାଭିମାନ ବା ଗର୍ବ। ମୁଁ ତାଙ୍କୁ ପଢିଛି ଏବଂ ପଢିବାକୁ ଭଲ ପାଏ, ଆଜି ବି ପଢିଛି। ତାଙ୍କର କବିତା ପଢି ମୋର କିୟଦଂଶରେ ଧାରଣା ହୋଇଛି ଯେ କବି ରାଜେନ୍ଦ୍ର ବାସ୍ତବରେ ମିଜାଜ ଓ ମୁଡରେ ରାଜେନ୍ଦ୍ର କିଶୋର। ଆପଣ ଜାଣନ୍ତି ରାଜା ଇନ୍ଦ୍ର ଆଉ ରାଜେନ୍ଦ୍ର କିଶୋର ହେଲେ ରାଜକୁମାର, ଅର୍ଥାତ୍ ରାଜପୁତ୍ର ତୁଲ୍ୟ ଏବଂ ଏ କବିଙ୍କ ସଂଜ୍ଞା ପଣ୍ଡା ହେବା ଯୁକ୍ତିଯୁକ୍ତ, କାରଣ ଏ ବ୍ୟକ୍ତି ପ୍ରଖର ଜ୍ଞାନ ଯୁକ୍ତ ବ୍ୟକ୍ତି, ପ୍ରଜ୍ଞାଯୁକ୍ତ ବ୍ୟକ୍ତି। ପଣ୍ଡା ଶବ୍ଦର ଯଦି ଆପଣ ଆବିଧାନିକ ଅର୍ଥ ଖୋଜିବେ ତାହେଲେ ବୁଝିବେ ଏ ଅର୍ଥ ହଉଛି, ଏ ସଂଜ୍ଞାର ଅର୍ଥ ହେଲା ଜ୍ଞାନ ଯୁକ୍ତ, ପ୍ରଖର, ପ୍ରତିଭାଯୁକ୍ତ ବ୍ୟକ୍ତି। କବି ରାଜେନ୍ଦ୍ର ବାସ୍ତବରେ ମିଜାଜ ଓ ମୁଡରେ ରାଜେନ୍ଦ୍ର କିଶୋର ଅର୍ଥାତ୍ ରାଜପୁତ୍ର ତୁଲ୍ୟ ଏବଂ ଏ କବିଙ୍କ ସାଙ୍ଗା ପଣ୍ଡା ହେବା ଯୁକ୍ତିଯୁକ୍ତ, କାରଣ ଏ ବ୍ୟକ୍ତି ପ୍ରଖର ଜ୍ଞାନ ଶକ୍ତିର ଜ୍ଞାନଯୁକ୍ତ, ଦେବୋଜ୍ଜଳ ବୁଦ୍ଧିଯୁକ୍ତ ବ୍ୟକ୍ତି। ସମ୍ଭବତଃ ଏହି କାରଣରୁ ଏହାଙ୍କ କାବ୍ୟ ସଂକଳନ ଗୁଡିକର ନାମ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାର। ଏବଂ ନାଁ କେତେବେଳେ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାର ହୁଏ, ଯେତେବେଳେ ବ୍ୟକ୍ତି ଶବ୍ଦ ଶକ୍ତିରେ ଧୁରୀଣ ହୁଏ, ଧନୀ ହୁଏ, ଶବ୍ଦ ଶକ୍ତିର ପ୍ରାଚୁର୍ଯ୍ୟରେ ତାର ଗନ୍ତାଘର ଭରିଯାଏ। ଅନ୍ୟ ଅର୍ଥରେ କହିଲେ ତାଙ୍କର ପ୍ରତି ବହିର ନାମ
ଗଭୀର ଅର୍ଥବହ ନାମ ଏବଂ ଏ ପ୍ରତି ଅର୍ଥର ମଧ୍ୟ ବ୍ୟାଖ୍ୟା କରାଯାଇପାରେ। ସାଧାରଣ ଭାବେ ଗୋଟେ ଉଦାହରଣ ନିଆଯାଉ, ଏ ଘୃଣାକ୍ଷର, ଏ ଯେ ବହି ଘୃଣାକ୍ଷର, ଘୃଣାକ୍ଷର କଣ? ମୁଁ ଆପଣଙ୍କୁ ଗୋଟେ ତାର ସଂଜ୍ଞା ଗୋଟେ ନେଇଛି। ମୁଁ କାଠ ପୋକ କାଠ କାଟି ରଖିଥିବା ଛିଦ୍ର ମାନ ଦୈବ ଯୁଗରେ ଅକ୍ଷର ପରି ଦେଖାଯିବା ଅବସ୍ଥା। କାଠ ପୋକ ଅର୍ଥାତ୍ ଘୃଣ, କାଠ ପୋକ କାଠ କାଟି କରିଥିବା ଛିଦ୍ର ମାନ ଦୈବ ଯୁଗରେ ଅକ୍ଷର ପରି ଦେଖାଯିବା ଅବସ୍ଥା, ଇଏ ଗୋଟେ ଅର୍ଥ। ଦ୍ୱିତୀୟ ହେଲା ଦୈବାତ ଘଟିଥିବା ଅକଳ୍ପିତ ଘଟଣା। ଆଉ ଗୋଟେ କଥା ହେଲା, ଆଉ ଗୋଟେ ଅର୍ଥ ଆଶ୍ଚର୍ଯ୍ୟଜନକ ବା ଅସାଧାରଣ ଘଟଣା। ଏ ସବୁ ମୋର କଥା ନୁହେଁ, ଏସବୁ ଭାଷା କୋଷରେ ଲେଖା ହେଇଛି। ଜଣେ ବ୍ୟକ୍ତି ଯଦି ସେ ଶବ୍ଦ ଧୁରନ୍ଧର ନୁହେଁ, ଶବ୍ଦ ଧୂରିଣ ନୁହେଁ, ତାହେଲେ ସେ ଏଇ ଶବ୍ଦ ଗୁଡାକ ଯୋଉ ତାଙ୍କ ବହିର ନାମରେ ବ୍ୟବହାର କରିଛନ୍ତି, ତାର ଅର୍ଥ ନ ଜାଣି କଣ ବ୍ୟବହାର କଲେ? ଦେଖନ୍ତୁ, ଅର୍ଜୁନ ଯେତେବେଳେ ପକ୍ଷୀର କେବଳ ଆଖି ଡୋଳାକୁ ତୀର ବିନ୍ଧୁଛନ୍ତି, ସେତେବେଳେ ତା ଆଗରୁ ସେ ବହୁତ ପ୍ରାକ୍ଟିସ କରିଥିବେ, ସାରା ଜୀବନ ପ୍ରାକ୍ଟିସ କରିଥିବେ, ଅଧ୍ୟବସାୟ କରିଥିବେ। ଏବଂ ସେଥିପାଇଁ ଯେତେ ତୀରନ୍ଦାଜ ଥିଲେ, ଧନୁର୍ଦ୍ଧର ଥିଲେ, ତାଙ୍କ ଭିତରେ ଅର୍ଜୁନ ହିଁ ପକ୍ଷୀର ଆଖି ପୁଅକୁ ଡୋଳାକୁ ଭେଦ କରିପାରିଲେ, ନିର୍ଭୁଲ ଭେଦ କରିପାରିଲେ। ତ ଏଇ ବ୍ୟକ୍ତି ଶବ୍ଦ ସମୃଦ୍ଧ, ଶବ୍ଦ ଧନୀ, ଶବ୍ଦରେ ପ୍ରାଜ୍ଞ ଥିଲେ। ନହେଲେ ଏଇ ଯୋଉ ନାଁ ସବୁ ଏ ପାଇଲେ କୋଉଠୁ, ବ୍ୟବହାର କଲେ କେମିତି? ଆଉ ତାଙ୍କ ସମସ୍ତ ସଂକଳିତ କବିତା ବହିର ନାଁ ଠାରୁ ଦୂରେଇ ଯାଉନାହିଁ। ସମସ୍ତ କବିତା ସେହିପରି ଅର୍ଥବହ, ଉତ୍କୃଷ୍ଟ, ଆବୃତ୍ତି ଅନୁକୂଳ ଏବଂ ମଧୁର। ତ ଆମେ ଜାଣୁ ନାମବାଚକ ବିଶେଷ୍ୟ ତାର ଭାବାର୍ଥକୁ ସବୁବେଳେ ବହନ କରେ ନାହିଁ, କିନ୍ତୁ ରାଜେନ୍ଦ୍ରଙ୍କର ନିଜ ନାମ ଓ ତାଙ୍କର ସଂକଳନ ଗୁଡିକ ନାମ ଗଭୀର ଅର୍ଥବାହକ, ଅର୍ଥବହ। ତରୁଣ ଶବ୍ଦକୋଷ ଅନୁସାରେ ଘୃଣାକ୍ଷରର ଅର୍ଥ ହେଉଛି ଇଙ୍ଗିତ ମାତ୍ରେ ବା ଅଦ୍ଭୁତ ବ୍ୟାପାର ବା ଅକଳ୍ପିତ ଘଟଣା। ଅର୍ଥାତ୍ ଘୃଣପୋକ ଅକ୍ଷର କଣ ତାହା ଜାଣେ ନାହିଁ, ଅଥଚ ସେ କାଠ କାଟୁ କାଟୁ ସେଇ କାଠ କଟା କାଠର ଜାଗାଏ ଜାଗାଏ ଅକ୍ଷର ପରି ହୋଇଯାଏ, ନିଜେ ନିଜେ ସ୍ୱତଃ ହୋଇଯାଏ। ସେହିପରି ଯାହା କରିବାର କଳ୍ପନା ବା ଚେଷ୍ଟା ମୋଟେ ନଥାଏ, ତାହା ଯଦି ଦୈବାତ କୌଣସି କାରଣରୁ ହୋଇଯାଏ, ତେବେ ତାକୁ ଘୃଣାକ୍ଷର କୁହାଯାଏ। ରାଜେନ୍ଦ୍ରଙ୍କ କବିତା ଯେ ଚେଷ୍ଟାକୃତ ସୃଷ୍ଟି ନୁହେଁ, ଅଚାନକ ଆଗତ ନୁହେଁ, ଅନନ୍ୟ ପୂର୍ବ ଆବେଗରେ ସାକାରୀଭୂତ ରୂପ ନେଇଛି, ଏ କଥା ମୁଁ ନିଃସନ୍ଦେହରେ ପୁନଶ୍ଚ କହିବି। ଏପରି କହିବାର ଉଦ୍ଦେଶ୍ୟ ହେଲା, ରାଜେନ୍ଦ୍ରଙ୍କ କବିତା ସମୂହ ପୂର୍ବୋକ୍ତ ଉଦ୍ଧୃତି କରି ଦୈବାତ ସୃଷ୍ଟ, ଅକଳ୍ପିତ, ଅନାୟାସ ସୃଷ୍ଟ ସ୍ୱତଃସ୍ଫୂର୍ତ୍ତ କବିତା। ଏସବୁ କବିତାରେ ନାନାବିଧ ନୂତନ ଶବ୍ଦର ଅର୍ଥବହ ସମାବେଶ, ନବ ନବ ଛନ୍ଦର ଲୀଳାୟିତ ପ୍ରକାଶ। ଛନ୍ଦ ଇଏ ଆମର ପାରମ୍ପରିକ ଛନ୍ଦରେ ରଚିତ ନୁହେଁ, ଏବଂ ଏ ଛନ୍ଦ ବି କୌଣସି ପାରମ୍ପରିକ ରୁଲର ଅନ୍ତର୍ଗତ ନୁହେଁ। ଇଏ ତାଙ୍କ ନିଜର ନିୟମ, ନିଜର ଶୃଙ୍ଖଳାକୁ ଅନୁଧାବନ କରୁଥିବା ଛନ୍ଦ। ତାଙ୍କ କବିତା ତାଙ୍କ ଛନ୍ଦର ଅଧୀନ, ତାଙ୍କ ସୃଷ୍ଟ ଛନ୍ଦର ଶୃଙ୍ଖଳାର ଅଧୀନ। ଅତଏବ ବକ୍ତବ୍ୟର ସୁଚାରୁ ଭଙ୍ଗୀ, ବକ୍ତବ୍ୟର ଅନନ୍ୟ ବ୍ୟାଖ୍ୟା, ପଦ ସଂଯୋଜନାରେ ଚମକ, ବିଶେଷ୍ୟ ବିଶେଷଣ ପ୍ରୟୋଗର ଅଭିନବ କୌଶଳ ରାଜେନ୍ଦ୍ରଙ୍କ ସୃଜନ ଶକ୍ତିର ପ୍ରକୃଷ୍ଟ ନମୁନା ବହନ କରେ। ଆମେ ଜଣେ କବିକୁ ଯେତେବେଳେ ପଢୁଛୁ, କବିତାକୁ ପଢି ଅର୍ଥ ଉଦ୍ଘାଟନ କରିହେବ ନାହିଁ, ତାର ଶବ୍ଦକୁ ବ୍ୟବଚ୍ଛେଦ କରିବାକୁ ପଡିବ, ତାର ବକ୍ତବ୍ୟର ଅର୍ଥକୁ ଭେଦ କରିବାକୁ ହବ। ଅର୍ଜୁନ ଲକ୍ଷ୍ୟ ଭେଦ କଲା ଭଳି, ବା ଘୂର୍ଣ୍ଣାୟମାନ ଚକ୍ରରେ ମାଛ ଆଖିରେ ପୋଡିବାକୁ ହବ ଅସ୍ତ୍ର, ସେଇ ରକମ କରିବାକୁ ନିର୍ଦ୍ଦିଷ୍ଟ ଭାବରେ ତାକୁ ପଢିବାକୁ ପଡିବ, ନିର୍ଦ୍ଦିଷ୍ଟ ଭାବରେ ତାର ଅର୍ଥ ସହ
ଏକାଗ୍ର ହୋଇକି ତାକୁ ଅବବୋଧରେ ଗ୍ରହଣ କରିବାକୁ ପଡିବ। ଉଦାହରଣ ସ୍ୱରୂପ ତାଙ୍କର 1980 ମସିହାରେ ପ୍ରକାଶିତ ଜିଆ କବିତାକୁ ନିଆଯାଉ। ଗୋଟେ ସହଜ କବିତା, ସାନ କବିତାଟିଏ, ମାତ୍ର 12-13 ଧାଡି ବୋଧେ କବିତାର ଦୈର୍ଘ୍ୟ। କବିତାର ଦୈର୍ଘ୍ୟ ହଉଛି 13 ଧାଡି।